ଭାରତର କେଉଁ ରାଜ୍ୟରେ ସ୍ତ୍ରୀ ଭଡ଼ାରେ ମିଳେ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, କେଉଁ ଫୁଲ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ? ଅପସନ୍ ଏ କଲରା ଫୁଲ, ଅପସନ୍ ବି ନିମ୍ବ ଫୁଲ, ଅପସନ୍ ସି କଖାରୁ ଫୁଲ ଏବଂ ଅପସନ୍ ଡି ଅଗସ୍ତି ଫୁଲ। ସୋ ଫ୍ରେଣ୍ଡ, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କଖାରୁ ଫୁଲ। କଖାରୁ ଫୁଲ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମିଶ୍ରି ପାଣି ସହିତ କ'ଣ ଖାଇଲେ ହଜମ ଶକ୍ତି ବଢ଼ିଥାଏ? ଅପସନ୍ ଏ ପାନମଧୁରୀ, ଅପସନ୍ ବି କଳା ଲୁଣ, ଅପସନ୍ ସି ଡାଲଚିନି ଏବଂ ଅପସନ୍ ଡି ଲବଙ୍ଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାନମଧୁରୀ। ମିଶ୍ରି ପାଣି ସହିତ ପାନମଧୁରୀ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକ ସମୟ ବସିବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ବ୍ଲଡ଼ ପ୍ରେସର ଏବଂ ଅପସନ୍ ଡି ହୃଦରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବ୍ଲଡ଼ ପ୍ରେସର। ଅଧିକ ସମୟ ବସିବା ଦ୍ୱାରା ବ୍ଲଡ଼ ପ୍ରେସର ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସକାଳୁ ଖାଲି ପେଟରେ କଦଳୀ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ଗ୍ୟାସ୍ ସମସ୍ୟା, ଅପସନ୍ ବି ମୁଣ୍ଡ ବଥା, ଅପସନ୍ ସି ହାର୍ଟ ସମସ୍ୟା ଏବଂ ଅପସନ୍ ଡି ମୋଟାପଣ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଗ୍ୟାସ୍ ସମସ୍ୟା। ସକାଳୁ ଖାଲି ପେଟରେ କଦଳୀ ଖାଇଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ। ସପ୍ତାହକୁ କେତେ ଥର ଡାଳିମ୍ବ ଜୁସ୍ ପିଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ? ଅପସନ୍ ଏ 1ରୁ 2 ଥର, ଅପସନ୍ ବି 2ରୁ 3 ଥର, ଅପସନ୍ ସି 3ରୁ 4 ଥର ଏବଂ ଅପସନ୍ ଡି 4ରୁ 5 ଥର। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 2ରୁ 3 ଥର। ସପ୍ତାହକୁ 2ରୁ 3 ଥର ଡାଳିମ୍ବ ଜୁସ୍ ପିଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସବୁଦିନ ଗୋଟିଏ ରସୁଣ ଖାଇଲେ ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ ଫୁସ୍ଫୁସ୍, ଅପସନ୍ ବି ହୃଦୟ, ଅପସନ୍ ସି କିଡନୀ ଏବଂ ଅପସନ୍ ଡି ଆଖି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ହୃଦୟ। ସବୁଦିନ ଗୋଟିଏ ରସୁଣ ଖାଇଲେ ମଣିଷର ହୃଦୟ ଅଙ୍ଗ ସୁସ୍ଥ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଖାଲି ପେଟରେ ଗରମ ପାଣି ପିଇଲେ କ'ଣ ଫାଇଦା ହୋଇଥାଏ? ଅପସନ୍ ଏ କିଡନୀ ସମସ୍ୟା, ଅପସନ୍ ବି କେଶ ମଜବୁତ, ଅପସନ୍ ସି ପେଟ ଯନ୍ତ୍ରଣା ଏବଂ ଅପସନ୍ ଡି ଓଜନ ହ୍ରାସ। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଓଜନ ହ୍ରାସ। ଖାଲି ପେଟରେ ଗରମ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ରାତିରେ କ'ଣ ପିଇଲେ ଭଲ ନିଦ ଆସିଥାଏ? ଅପସନ୍ ଏ ଥଣ୍ଡା ପାଣି, ଅପସନ୍ ବି ପାଣି, ଅପସନ୍ ସି କ୍ଷୀର ଏବଂ ଅପସନ୍ ଡି ଘୋଳ ଦହି। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କ୍ଷୀର। ପ୍ରତିଦିନ ରାତିରେ କ୍ଷୀର ପିଇଲେ ଭଲ ନିଦ ଆସିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଗୁଡ଼ ସହିତ କ'ଣ ଖାଇଲେ ପେଟ ଗ୍ୟାସ୍ ସମସ୍ୟା ଖୁବ୍ ଶୀଘ୍ର ଭଲ ହୋଇଯାଏ? ଅପସନ୍ ଏ ଗୋଲମରିଚ ଖାଇଲେ, ଅପସନ୍ ବି ମହୁ ଖାଇଲେ, ଅପସନ୍ ସି ଦହି ଖାଇଲେ ଏବଂ ଅପସନ୍ ଡି ଲେମ୍ବୁ ରସ ଖାଇଲେ। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲେମ୍ବୁ ରସ। ଗୁଡ଼ ସହିତ ଲେମ୍ବୁ ରସ ଖାଇଲେ ପେଟ ଗ୍ୟାସ୍ ସମସ୍ୟା ଖୁବ୍ ଶୀଘ୍ର ଭଲ ହୋଇଯାଏ।
सो फ्रेंड्स एबे देखिबा परवर्ती प्रश्नटी केउ पत्र को बाटी खाइबा द्वारा डायरिया रोग खूब शीघ्र भल हो जाए। ऑप्शन ए पिजुली पत्र, ऑप्शन बी निम्ब पत्र, ऑप्शन सी कलरा पत्र एवं ऑप्शन डी आंब पत्र। सो फ्रेंड्स यार सठिक उत्तरटी होछि ऑप्शन ए पिजुली पत्र। पिजुली पत्र को बाटी खाइबा द्वारा डायरिया रोग खूब शीघ्र भल हो जाए। सो फ्रेंड्स एबे देखिबा परवर्ती प्रश्नटी अधिक चिकेन खाइले केउ रोग होइथाय। ऑप्शन ए कैंसर रोग, ऑप्शन बी हार्ट रोग, ऑप्शन सी डायबिटीज रोग एवं ऑप्शन डी मधुमेह रोग। तो फ्रेंड्स यार सठिक उत्तरटी होछि ऑप्शन बी हार्ट रोग। अधिक चिकेन खाइले हार्ट रोग होइथाय। सो फ्रेंड्स एबे देखिबा परवर्ती प्रश्नटी सिंगड़ा सहित दही खाइले केउ रोग होइथाय। ऑप्शन ए कोष्ठकाठिन्य रोग, ऑप्शन बी कैंसर रोग, ऑप्शन सी डायरिया रोग एवं ऑप्शन डी ब्लड प्रेशर रोग। सो फ्रेंड्स यार सठिक उत्तरटी होछि ऑप्शन ए कोष्ठकाठिन्य रोग। सिंगड़ा सहित दही खाइले कोष्ठकाठिन्य रोग होइथाय। सो फ्रेंड्स एबे देखिबा परवर्ती प्रश्नटी भारतर केउ राज्य रे लोक माने कुकुर मांस खाइथांती। ऑप्शन ए बिहार, ऑप्शन बी नागालैंड, ऑप्शन सी केरल एवं ऑप्शन डी पंजाब। सो फ्रेंड्स यार सठिक उत्तरटी होछि ऑप्शन बी नागालैंड। भारतर नागालैंड राज्य रे लोक माने कुकुर मांस खाइथांती। सो फ्रेंड्स एबे देखिबा परवर्ती प्रश्नटी अधिक पनीर खाइले केउ रोग ठीक होइथाय। ऑप्शन ए मणकंटक, ऑप्शन बी कैंसर, ऑप्शन सी मधुमेह एवं ऑप्शन डी रक्तचाप। सो फ्रेंड्स यार सठिक उत्तरटी होछि ऑप्शन डी रक्तचाप। अधिक पनीर खाइले रक्तचाप रोग ठीक होइथाय। सो फ्रेंड्स एबे देखिबा परवर्ती प्रश्नटी मुंडरे केउ तेल मालिश कले चुटी झड़िबा बंद हो जाए। ऑप्शन ए नड़िया तेल, ऑप्शन बी निम्ब तेल, ऑप्शन सी सरिष तेल एवं ऑप्शन डी जड़ा तेल। सो फ्रेंड्स यार सठिक उत्तरटी होछि ऑप्शन ए नड़िया तेल। मुंडरे नड़िया तेल मालिश कले चुटी झड़िबा बंद हो जाए। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी भारतर केउ राज्य रे स्त्री भड़ारे मिले। ऑप्शन ए केरल, ऑप्शन बी गोवा, ऑप्शन सी कर्णाटक एवं ऑप्शन डी आंध्र प्रदेश। सो फ्रेंड्स यही प्रश्नर सठिक उत्तरटी जानिबा पूर्व जदि आपण माने हमर चैनल को नुआ कर विजिट करिसेंती ताहेले चैनल टी को सब्सक्राइब करी पाखर थिबा घंटी बटन टी को दबाई ऑल ऊपर क्लिक करि जंतु जहा फल कि जेते बेले भी एही परि वीडियो अपलोड हबो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होछि ऑप्शन डी आंध्र प्रदेश। भारतर आंध्र प्रदेश राज्य रे स्त्री भड़ारे मिले। सो फ्रेंड्स आज वीडियोटी एठी शेष करूछि पुणी देखाइबा परवर्ती वीडियो रे। जय जगन्नाथ।